ଆସ ଆଜି ବୁଲିଯିବା ଓଡ଼ଗାଁ ପ୍ରସିଦ୍ଧ ରଘୁନାଥ ମନ୍ଦିର। ଆଜି ଥିଲା କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ସେଥିପାଇଁ ଗଲି ବାରିପଟୁ ଆମର ବେଲପତ୍ର ତୋଳିବାକୁ। ବେଲପତ୍ର ଜମା ହେଲେ ଏଇ ଆଙ୍କୁରିରେ ମୁଁ ଜମା ତୋଳି ପାରିଲିନି, ସେଥିପାଇଁ ମାଆଙ୍କୁ ଡାକିଲି, ମା ଟିକେ ବେଲପତ୍ର ତୋଳିଦିଅ। ମା କହିଲେ ଏତିକି ପତ୍ର ଆଙ୍କୁରିରେ ତୋଳିବ ନା? ମୁଁ କହିଲି ମୁଁ କ'ଣ କହିବି, ମୁଁ ତ ଜମା ତା ଦେହରେ ମୋଡ଼ି ପାରୁନି। କିନ୍ତୁ ମା ଆସିକି ମୋ ପାଇଁ ବେଲପତ୍ର ତୋଳିଦେଲେ। ତାପରେ ବାରିପଟେ ତ କାଉ ବଗ ପୁରା ଭରି ହେଇଯାଇଛି, ଯେତେକ ଫୁଲ ଗଛ ଆଉ ବେଲ ଗଛର ପତ୍ର ଯାକ ସବୁ ନଷ୍ଟ କରିଥାନ୍ତି। ଯେତେକ ଭଲ ଭଲ ପତ୍ର ତାକୁ ସବୁ ବାଛିକି କାଢ଼ିଦେଲି, ଆଉ ଯେତେକ ସବୁ ନଷ୍ଟ ପତ୍ର ଯାକ ସବୁ କାଢ଼ିକି ଫୋପାଡ଼ି ଦେଲି। ତାପରେ ଆମର ଆଡ଼େ କହିବେ କି ବେଲପତ୍ର ତୋଳିଲେ ଜମା ହେଲେ ସେ ପତ୍ରର ଡେମ୍ଫ ଲାଗିବନି। ସବୁ ଯାକ ଡେମ୍ଫ ଛଡ଼େଇଦେଲି। ଗୋଟେ ତାପରେ ମନ୍ଦିର ଯିବା ପାଇଁ ସବୁ ଦୀପ ହେରିକା ସଜାସଜି କରିବାରେ ଲାଗିଗଲି। ଅଲଗା ବେଳେ ତ 5 ଟଙ୍କାରେ 2ଟା ଦୀପ ଦିଅନ୍ତି, କିନ୍ତୁ କାର୍ତ୍ତିକ ମାସରେ ଗୋଟେ ଦୀପକୁ 5 ଟଙ୍କା। ଆଉ କେତେ ବା ଦୀପ 5 ଟଙ୍କା ଦେଇକି କିଣିକି ନେଇକି ଯିବ। ସେଇଥିପାଇଁ ଘରେ ଆଗରୁ ଏଇ କାର୍ତ୍ତିକ ମାସ ପାଇଁ ମାଟି ଦୀପ, ସଳିତା, ଘିଅ ସବୁ ରେଡ଼ି କରି ରଖିଥାଏ। କାରଣ ମୁଁ ଅଲଗା ଆଉ ସବୁ ମାସରେ ମନ୍ଦିର ଯାଏ ନ ଯାଏ ମାଆଙ୍କ ହାତରେ ଭୋଗ ପଠାଇ ଦିଏ, କିନ୍ତୁ ଏ କାର୍ତ୍ତିକ ମାସ ସୋମବାରରେ ଯେମିତି ହେଲେ ହିଁ ମନ୍ଦିର ଯାଏ, ମାଆଙ୍କ ହାତରେ ଭୋଗ ଦିଏ ନା। ତାପରେ ମନ୍ଦିରରେ ଗଲେ କ'ଣ ଗୋଟେ ଠାକୁର, ବହୁତ ଠାକୁର ଅଛନ୍ତି, ଆଉ ସବୁ ଠାକୁରଙ୍କଠି ଦୀପଟେ ନ ଲଗେଇଲେ ନିଜକୁ ତ ଭଲ ଲାଗିବନି। ସେଇଥିପାଇଁ ଯେତେଟା ଠାକୁର ଗଣି ଗଣିକି ସବୁ ଦୀପ ଯାକ ରେଡ଼ି କରିଦେଲି। ଆଗେ ତ ମନ୍ଦିରକୁ ଗଲାବେଳେ ଆମେ ଜରିରେ ହିଁ ଭୋଗ ଆଉ ଦୀପ ନେଇକି ଯାଉ ଭରି, କିନ୍ତୁ ଏବେ ରୁଲ୍ ହେଇଛି ମନ୍ଦିରରେ ଜମା ହେଲେ ଜରି ଆଲାଉ ନାହିଁ। ଯେଉଁମାନେ ବି ଜରି ନେଇକି ଆସିଥିବେ ସେମାନଙ୍କୁ ସେ ଫେରେଇ ଦେଉଛନ୍ତି, କହନ୍ତି ଯାହାକି ଥାଳି ନେଇକି ଆସ, ଆମେ ଭୋଗ କରିବୁ, ନହେଲେ ଆମେ ଭୋଗ କରିବୁ। ସେଇଥିପାଇଁ ବାଧ୍ୟ ହୋଇକି ଯେଉଁ ଟ୍ରଙ୍କରୁ ସବୁ ଆଣିଥିଲି ଏଇ ଫୁଲ ଚାଙ୍ଗୁଡ଼ା ସେଠୁ ବାହାର କଲି। ତାପରେ ତାକୁ ସଜାସଜି କଲା ପରେ ପୁରା ସୁନ୍ଦର ଦେଖାହେଲା। ଆଜି ଲାଗୁଛି ଯେ ନାଇଁ ପ୍ରକୃତରେ ଗୋଟେ ମନ୍ଦିର ଗଲା ଭଳିଆ, ନହେଲେ ସବୁବେଳେ ପଲିଥିନ୍ଟାକୁ ହଲେଇ ହଲେଇ ନେଇକି ଯାଏ। ତାପରେ କିଛି ଭୋଗ ତ ଘରେ ନଥିଲା, ବାଟରୁ ନଡ଼ିଆ ଆଉ କଦଳୀ କିଣି ଦେଇଥିଲି। ଆମ ଆଡ଼େ କହିବେ କି ସୋମବାରେ ଯେଉଁ ଯାଆଁଳା କଦଳୀ ଆଉ ଟଭା ହେଉଛି ମେନ୍, ସେଥିପାଇଁ ଯାଆଁଳା କଦଳୀ ଆଉ ଟଭା ନେଇଗଲି। ତାପରେ ଦୁଆର ମୁହଁରେ ଅଛନ୍ତି ପଞ୍ଚମୁଖୀ ହନୁମାନ, ତାଙ୍କଠି ଦୀପଟେ ଲଗେଇଦେଲି। ଆସିଲି ବାଟ ମଙ୍ଗଳା, କାରଣ ମନ୍ଦିରକୁ ଏଣ୍ଟ୍ରି କରୁ କରୁ ଆଗ ମୁଖ୍ୟ ଦ୍ୱାରରେ ଥାଏ ବାଟ ମଙ୍ଗଳା ଥିବ। ଏଠି ଯେଉଁ ଭକ୍ତମାନେ ବି ତାଙ୍କର କିଛିଟା କାମନା କରିଥାନ୍ତି, ମାଆ ତା'ର ମନସ୍କାମନା ପୂର୍ଣ୍ଣ କରନ୍ତି। ତାପରେ ଏଠି ଗୋଟେ ଦୀପ ଲଗାଇ ସାରିଲା ପରେ ସେଠୁ ଭିତରକୁ ଚାଲିଲି। ଭିତରେ ଏପଟେ ଦେଖୁଥିବେ 9ଟି ଋଷିମାନଙ୍କର ସବୁ ମୂର୍ତ୍ତି ଅଛନ୍ତି। ତାପରେ ତାଙ୍କ ଭିତରେ ଏଠି ନୃସିଂହ ଠାକୁର ବି ପୂଜା ପାଉଛନ୍ତି। ଏଠି ଗୋଟେ ଦୀପଟେ ଲଗେଇଦେଲି। ତାପରେ ଆଗରେ ଦେଖୁଥିବେ ଯେଉଁ ଘୋଡ଼ା ଅଛି, ଏଇଟା ହେଉଛି ସୂର୍ଯ୍ୟଙ୍କ ରଥ ଏଇଟା। ତାପରେ ଏପଟେ ପେଟା ମହାପ୍ରଭୁ ଆଉ କାର୍ତ୍ତିକ ମହାପ୍ରଭୁ। ଆଉ ଏବେ ଦେଖୁଥିବେ କାର୍ତ୍ତିକ ମାସରେ ଯେଉଁ ଭଳିଆ ଭିଡ଼, ସେଥିପାଇଁ ଏ ମନ୍ଦିରରେ ସବୁ ଡେଲି ପୋଲିସମାନଙ୍କର ଡ୍ୟୁଟି ଲାଗିଯାଉଛି, କିନ୍ତୁ ଅଲଗା ବେଳେ ପୋଲିସମାନେ ଆସନ୍ତିନି। ଏପଟେ ଅଛନ୍ତି ମହାଦେବ ଠାକୁର ବା ଦଣ୍ଡ ମହାପ୍ରଭୁ। ପୁରୀ ଅଞ୍ଚଳମାନଙ୍କରେ ତ ଦଣ୍ଡ ମହାପ୍ରଭୁ ନାହାନ୍ତି, କିନ୍ତୁ ନୟାଗଡ଼ ଓଡ଼ଗାଁରେ ଯେମିତି ରଘୁନାଥ ମନ୍ଦିର ପ୍ରସିଦ୍ଧ, ରାମନବମୀ ପ୍ରସିଦ୍ଧ, ଏମିତି ଦଣ୍ଡ ମହାପ୍ରଭୁ ହେଉଛନ୍ତି ବିଶ୍ୱ ପ୍ରସିଦ୍ଧ। ପୁରୀ ଅଞ୍ଚଳମାନଙ୍କରେ କିନ୍ତୁ ନାହିଁ। ଯେହେତୁ ଆମେ ପୁରୀରୁ ବିଲଙ୍ଗ କରୁଛୁ, ପୁରୀରେ ଦଣ୍ଡ ମହାପ୍ରଭୁ ନାହାନ୍ତି। ତାପରେ ଏପଟେ ଦୌଡ଼ ଯେଉଁ ଏଇଟା କ'ଣ କହନ୍ତି, ବେଢ଼ାରେ ସମସ୍ତେ କହନ୍ତି କି ବେଢ଼ାରେ 7 ଥର ବୁଲିବ, ବୁଲିକି ଯାହା ମନରେ ତୁମର ଯାହା ଭାବିଥିବ ଏଇଟାକୁ ଭାବିଲେ ତୁମର ମନସ୍କାମନା ପୂର୍ଣ୍ଣ ହୁଏ। ଆଉ ଯେଉଁ ଜାଲିଟା ଅଛି, ଠାକୁରଙ୍କ ପାଖରେ ଡେଲି କାନିକା ହେରିକା ଭୋଗ କରାଯାଏ। ଏଇ ଜାଲି ଭିତରେ ରଖାଯାଏ। ଡେଲି ଯେଉଁ ଭକ୍ତମାନେ ଆସନ୍ତି ବାହାରୁ ବହୁତ ବାଟରୁ ଆସନ୍ତି, ସେମାନେ ଏଇଠୁ ହିଁ ଭୋଗ କିଣିକି ପ୍ରସାଦ ଖାଇକି ଯାଆନ୍ତି। ତାପରେ ଏଠି ଅଛନ୍ତି ମହାଲକ୍ଷ୍ମୀ, ମହାଲକ୍ଷ୍ମୀ, ସରସ୍ୱତୀ, କାଳୀ, ତାପରେ ସାବିତ୍ରୀ, ସତ୍ୟବାନ, ଆଉ ଏମିତି ସବୁ ଠାକୁର ଅଛନ୍ତି। ଏଠି ଗୋଟେ ଦୀପ ଲଗେଇ ସାରିଲା ପରେ ଏଠୁ ଆଗକୁ ଗଲି। ଏପଟେ କାଳୀଙ୍କଠି ଗୋଟେ ଦୀପଟେ ଲଗେଇ ଦେଇଥିଲି। ମୋ ପୁଅ ପାଇଁ ସରସ୍ୱତୀଙ୍କଠି ଗୋଟେ ଦୀପ ଲଗେଇଦେଲି। ଏଠି ଅଛନ୍ତି ନବଗ୍ରହ।